ଯେତେବେଳେ ଭାବନା କଲା ଯେ ମୋତେ କିଛି ଗୋଟେ ସୃଷ୍ଟି କରିବାର ଅଛି କ'ଣ କରିବ? ତେଣୁ ସୃଷ୍ଟି କରୁ ସେ ଏମିତି ଗୋଟେ ବିସ୍ଫୋରଣ ନିଜ ଭିତରେ ସେ ତିଆରି କଲା ଯେଉଁଟାକି ଆକାଶ ତତ୍ତ୍ୱ ବାହାରିଥିଲା। ଆକାଶ ତତ୍ତ୍ୱ ଯେତେବେଳେ ବାହାରି ପଡ଼ିଛି ତାପରେ ଅଗ୍ନି ତତ୍ତ୍ୱ ବାହାରିଲା। ଅଗ୍ନି ତତ୍ତ୍ୱ ଯେତେବେଳେ ବାହାରି ପଡ଼ିଛି ବାୟୁ ତତ୍ତ୍ୱ ବାହାରି ପଡ଼ିଲା। ବାୟୁ ତତ୍ତ୍ୱ ବାହାରି ପଡ଼ିଲା ଯେତେବେଳେ ଜଳ ତତ୍ତ୍ୱ ବାହାରି ପଡ଼ିଲା। ଜଳ ତତ୍ତ୍ୱ ବାହାରି ପଡ଼ିଲା ଯେତେବେଳେ ମାଟି ତତ୍ତ୍ୱ ବାହାରି ପଡ଼ିଲା। ତେଣୁ 5 ତତ୍ତ୍ୱ ସୃଷ୍ଟି କରିଦେଲା। 5 ତତ୍ତ୍ୱ ସୃଷ୍ଟି କରିଦେଇ ସାରିଲା ପରେ ତାପରେ ଭାବିଲା କ'ଣ କରିବା? ଭାବର କଥା, ଆତ୍ମାର ଭାବର କଥା। ତାପରେ ଭାବିଲା କ'ଣ କରିବା? ତେଣୁ କ'ଣ କଲା? ଘାସ, ତରୁ, ତୃଣ ଏଗୁଡ଼ାକୁ ତିଆରି କଲା। ତାପରେ ଗଛପତ୍ର ତିଆରି କଲା। ତାପରେ ଭାବିଲା ଏଗୁଡ଼ା ସବୁ କ'ଣ ହେବ? ଗଛପତ୍ର, ଡାଳ, ପାହାଡ଼, ପର୍ବତ ସବୁ ତିଆରି କରି ତାପରେ ଏଗୁଡ଼ା କାରଣ କ'ଣ ହେବ? ପଶୁ, ଜନ୍ତୁ, କୀଟ ଏସବୁ ମଧ୍ୟ ତିଆରି କରିଦେଲା। ତିଆରି କରି ତାପରେ ଆପଣ ଏଗୁଡ଼ା ସବୁ ଭୋଗ କରିବ କି? ପାଣି, ପବନ, ଅଗ୍ନି, ବାୟୁ ସବୁ ତିଆରି ହେଇଗଲା, ଏଗୁଡ଼ା ସବୁ ହେବ କ'ଣ? ତେଣୁ ସେଗୁলো ଏମିତି ଗୋଟେ ବସ୍ତୁ ତିଆରି କଲା ଯାହାକି ନରଦେହ। ନରଦେହଟିଏ ତିଆରି କଲା। ନରଦେହଟେ ତିଆରି କରିଦେଇକି ତାରି ଭିତରେ ସେ ନିଜେ ରହିଗଲା। ଆତ୍ମା ତାରି ଭିତରେ ନିଜେ ରହିଗଲା। ରହିକି କ'ଣ କଲା? ତେଣୁ ସେଇଠି କୁହାହେଇଛି ଯେ ମାନବର ସେବା ହେଉଛି ମାଧବର ସେବା। ମାନବ ଭିନ୍ନ ଇଏ ସଂସାରରେ ଆଉ ଦ୍ୱିତୀୟ ଦେବାଦେବୀ କେହି ନାହାନ୍ତି। ତେଣୁ ଇଏ ମାନବ ଆମେ ଯାହାକୁ କହୁଛନ୍ତି ଯେ ଈଶ୍ୱର ତିଆରି ହେଇଗଲା, ଗଣେଶ ତିଆରି ହେଇଗଲା। ଗଣମାନଙ୍କ ଭିତରେ, ଗଣମାନେ ହେଉଛି ମଣିଷମାନଙ୍କ ଭିତରେ ଯିଏ ଶ୍ରେଷ୍ଠ, ମଣିଷ ଭିତରେ ଶ୍ରେଷ୍ଠ କିଏ? ସେ ଆତ୍ମା। ଆତ୍ମା ନଥିଲେ, ସଂସାର ଭିତରେ ଆତ୍ମା ନଥିଲେ ମଣିଷ ନଥାନ୍ତା। ମଣିଷ ସବୁ ଆକୃତି ଏମିତି କଲା ଯେ ମଣିଷ ତାର ଆଖି, ନାକ, କାନ, ପାଟି, ଗୋଡ଼, ହାତ ସବୁ ଦେଲା। ତାର ଚିନ୍ତନ କଲା ବାଲା ଚେତନ ଶକ୍ତି ମଣିଷ। ଚେତନ ଜ୍ଞାନ ମଣିଷ ଭିତରେ ଛଡ଼ା ଆଉ ଦ୍ୱିତୀୟ କାହାରି ପାଖରେ ନାହିଁ। ହାତୀ ପାଖରେ ନାହିଁ କି ଘୋଡ଼ା ପାଖରେ ନାହିଁ କି ସରୀସୃପ ପାଖରେ କାହାରି ପାଖରେ ନାହିଁ। ତେଣୁ ସବୁ ଚେତନ ଶକ୍ତି ତିଆରି କଲା। କରିସାରିଲା ପରେ ସେଇ ମଣିଷ ହେଉଛି ହିଁ ଆତ୍ମା ହିଁ ଈଶ୍ୱର। ଆତ୍ମା ହିଁ ଯଦି ଈଶ୍ୱର, ତେଣୁ ସେଇ ଈଶ୍ୱର କାହା ଭିତରେ ଅଛି? ପ୍ରତ୍ୟେକ ମଣିଷ ଭିତରେ ଅଛି। ତେଣୁ ଜୀବ ଅନେକ ଅଛନ୍ତି, ତେଣୁ ସବୁଠାରୁ ଶ୍ରେଷ୍ଠ ଜୀବ ହେଉଛି ମଣିଷ। ତେଣୁ ମଣିଷ ଯେତେବେଳେ ସର୍ବଶ୍ରେଷ୍ଠ ହେଇଗଲା, ମଣିଷ ଇଏ ସଂସାର ଭିତରେ ଘର ଦ୍ୱାର ତିଆରି କଲା, ମଣିଷ ଗାଁ ଗଣ୍ଡା ତିଆରି କଲା, ମଣିଷ ରାସ୍ତାଘାଟ ତିଆରି କଲା, ମଣିଷ ପୋଖରୀ ଖୋଳେଇଲା, ମଣିଷ ବଜାର ହାଟ ତିଆରି କଲା, କୋଠା ବିଲ୍ଡିଂ ତିଆରି କଲା, ମଣିଷ ଜିଲ୍ଲା ତିଆରି କଲା, ମଣିଷ ଦେଶ ତିଆରି କଲା, ମଣିଷ ରାଜ୍ୟ ତିଆରି କଲା, ମଣିଷ ରାଷ୍ଟ୍ର ତିଆରି କଲା, ମଣିଷ ସାରା ବିଶ୍ୱକୁ ତିଆରି କରିଦେଲା। ତାପରେ କ'ଣ କଲା? ଗାଡ଼ି, ମଟର, କଳ, କବ୍ଜା ଯେତିକ ଇଏ ସବୁ ମଣିଷମାନଙ୍କ ଦ୍ୱାରା ହିଁ ହେଇଛି। ରେଲଗାଡ଼ି, ଉଡ଼ାଜାହାଜ ବା ଯେତେ ମେସିନ୍, କଳ କାରଖାନା ଯେତେ ଯାହା ସବୁ ହେଇଛି ସବୁ ମଣିଷମାନଙ୍କ ଦ୍ୱାରା ହେଇଛି। ତେଣୁ ଇଏ ମନ୍ଦିର ଫନ୍ଦିର, ମସଜିଦ, ଠାକୁର, ଈଶ୍ୱର, ଭଗବାନ ଯେତେ ସବୁ ତିଆରି ହେଇଛି ସବୁ ମଣିଷମାନଙ୍କ ଦ୍ୱାରା ହେଇଛି। ତେଣୁ ବିନା ମଣିଷରେ କେହି ହେଇ ନାହାନ୍ତି। ତେଣୁ ଯେତେବେଳେ ମଣିଷ ଏସବୁ ତିଆରି କରିଦେଇ ସାରିଲା ପରେ ତାପରେ କିଛି ବିବାଦୀୟ ଲୋକ ଆସିଗଲେ, ଯେଉଁଟାକି ତାକୁ ଧର୍ମରେ ଧାର୍ମିକ ଚିନ୍ତାଧାରା ନେଲେ। ଯେଉଁମାନେ ବଡ଼ ବଡ଼ ନେତା ଆସିଲେ, ଆସି କହିଲେ ଏଟା ହେଉଛି ମୋ ଲୋକ, ଏଟା ମୋ ଗାଁ, ଏଟା ମୋ ଏରିଆ, ଏଟା ମୋର, ଏଟା ତାର, ଏଟା ଭାରତ, ଏଟା ଚୀନ, ଏଟା ହେଉଛି ଜାପାନ, ଏଟା ହେଉଛି ଆମେରିକା। ଏଗୁଡ଼ା ସବୁ ଭାଗ ଭାଗ କରିଦେଲେ। ଯେତେବେଳେ ଭାଗ ଭାଗ କରିଦେଲେ ସେଇଠି ପୁଣି ବିଭେଦ ତିଆରି ହେଇଗଲା, ଭେଦ ତିଆରି ହେଇଗଲା। ଇଏ ବଡ଼, ସେ ସାନ, ଇଏ କୁମ୍ଭାର ଜାତି, ସିଏ ଦୁବା, ଇଏ ମଳିକ, ଇଏ ପାଣ, କିଛି ବିଭେଦ ହେଇଗଲା, ଜାତିଭେଦ ହେଇଗଲା। ଏଠିକି ସେ ତ କର୍ମ ଅନୁସାର ସବୁ କଲେ, କିନ୍ତୁ
हिंदू मुसलमान ख्रीष्टियान ये सब जाति चलला तेणु जिते चिंताधारा मनुष्य बढ़ी बढ़िका आसला से मनुष्य समाज दुख आसगला तेणु जो दुखटा आसगला बर्तमान से दुखर कष्टा केवल मनुष्य भोगुच आज जदि देश भाग भाग ही न था जाति वर्ण न था ताले ये हणाकटा होता धर्मर विभेद को विभेद हो आज हणाकटा से धर्म से गौड़ीय धर्म से कुष्ठ धर्म ये राधा धर्म ये हिंदू धर्म ये सब संप्रदाय तैयारी करते हैं संप्रदाय मत ईश्वर भियाई या देवी ता देवी छलना कला सबू हेले मागिला वाला सारा संसार भितर समस्ते मागुच दे हे राजा दे जमीदार दे भगवान दे प्रभु दे गणेश दे ईश्वर दे कृष्ण दे राधा दे किए क्या दब मिछ कथा कई क्या दे पारे ना जहाँ दिए तो मनीष ही दे थाए कारण ये जेते धर्म या सब मनीष करला बाला संसार में जिते मंदिर मस्जिद या केवल मनीष तैयारी करते जहाँ सब संसार सब मनीष कर दिन थिला ये जगटा समुद्र थिला आज समुद्र जोटी थिला गत काली मध्य पहाड़ थिला आज ये पहाड़ अच्छी पहाड़ जगार समुद्र है सबू माने ये हूँ चलती तेणु आम कहीपरानी आज ये मंदिर थिला जगन्नाथ मंदिर हयत 10,000 15,000 20,000 वर्ष भितर किए पूर्व मंदिर नाला हेटी मंदिर कले करना बाला यही मनीष हेटी ठाकुर को आणिक रखिला बाला यही मनीष जगन्नाथ जगन्नाथ जप कर बोलने बाला यही मनीष तारिणी मंदिर नथिला हयत 200-300 वर्ष भितर किए किंतु हेटी तारिणी फारिणी कई नथिले तेणु तारिणी किए से प्रत्येक शरीर भितर तारण करला बाला ही अच्छी मंदिर भितर तारिणी नाई जगन्नाथ जगतर नाथ से प्रत्येक भितर अच्छी बलदेव जे प्रत्येक प्रति मनीष मान भितर बल दौची से हूँ बलदेव किंतु मंदिर भितर बलदेव ना ये हूँ भकुआ मानकर कथा मिछ कथा भोले बम कहीकि जाऊला बेले हजार हजार लोक मले केमी जाऊँ भार नहीं भोले बम भार शिव को ढाड़े से लोक मरी तीर्थ करते जाऊँगी भगवान को नाम नहीं तीर्थ करते गंगा गया गोदावरी त्रिवेणी पहाड़ पर्वत डेक जाऊँ गला बेले लोक मरी कौ भगवान तक रक्षा करूनी अरे स्वयं रक्षा कर स्वयं तो मु भगवान स्वयं तो ये भगवान स्वयं तो सी भगवान सारा संसार जिते मनुष्य अच्छा समस्ते मानव अच्छा समस्त होती भगवान कि यही कथा मु कहूनी सबू महापुरुष माने भारत वर्ष आसते समस्ते कहते गोटे कथा मानव ही भगवान तेणु मानवर सेवा ईश्वर सेवा तेणु मानव सेवा भिन्न ये संसार में आउ द्वितीय सेवा करी कई जन भगवान तोटा पाई यार किसी भी प्रमाण ना गुरु नानक आसिले गुरु नानक जन महाज्ञानी गंगा सागर मेलार जाऊँच दी पाखे साधु सन्यासी मैंने बसवा भितर कि से चलती किंतु गुरु नानक ज्ञानी भाव में जानी गुरु नानक जड़े महाज्ञानी देखी ना अनेक लोक पचारे जड़े कहीं कहला कहीं नानक आई है नानक आसना है ये कहीं नानक है ना ये नानक है नानक एत बड़ साधु एत बड़ ज्ञानी तांकर जटा कहीं कमंडलू कहीं माला कहीं तिलक कहीं तो सब किसी ना तेणु एत बड़ ज्ञानी नानक केमती हे कहले ना से नानक बर्तमान देखा पचार तेणु से किसी रुंड हेले आस पचारे महात्मा गोटे कथा पचार आपण नानक ना आज्ञा ना आपन तो आम जानते नानक जड़े महाज्ञानी महासाधु
ହେଲେ ଆପଣଙ୍କର ଜଟା କାହିଁ, କମଣ୍ଡଳୁ କାହିଁ, ଦାଢ଼ି କାହିଁ, ମାଳା କାହିଁ, ତିଳକ କାହିଁ? ସେଠୁ ନାନା କହିଲେ ହେ ମହାତ୍ମା, ମୁଁ ତ ଖାଲି ଏଇ ଶରୀରଟାକୁ ବୋହିକି ଚାଲିବାଟା ମୋ ପକ୍ଷେ କଷ୍ଟ ହେଉଛି। ଇଏ ଦାଢ଼ି ଜଟା ମାଳା ତିଳକ ମୁଁ କେଉଁଠୁ ତାକୁ ଧରିକି ଚାଲିବି? ତେଣୁ ଚାଲିଲେ ଯାଇକି କୋଡ଼ାଆଳୁ ଗଙ୍ଗାସାଗର ଘାଟରେ ବି ଗାଧେଇଲେ। ତାଙ୍କର ଶହ ଶହ ସାଧୁ ସନ୍ନ୍ୟାସୀ ଗାଧଉଛନ୍ତି, ସମସ୍ତେ ଗାଧେଇକି ସୂର୍ଯ୍ୟାଞ୍ଜଳି କରୁଛନ୍ତି। କରିବା ଭିତରେ ଯେ ଇଏ ଗାଧେଇକି ଉପରକୁ ଆସି ଲୁଗାଟା ବଦଳେଇ ପକାଇଲେ, ବଦଳେଇ ପକାଇ ଗାଣ୍ଡି ଗଳା କରିକି ଉପରକୁ ପାଣି ବାହିଲେ। ଆଶ୍ଚର୍ଯ୍ୟ ହେଲେ ସମସ୍ତେ, କହିଲେ କ'ଣ ଗାଣ୍ଡି ଗଳା କରି ଏତେ ବଡ଼ ସାଧୁ ସେଠି ସୂର୍ଯ୍ୟାଞ୍ଜଳି ନ କରିକି ଏଠି ଗାଣ୍ଡି ଗଳା କରିକି ଉପରକୁ ପାଣି ଟାଣୁଛନ୍ତି। ସେଠୁ ଫେର ପଚାରିଲେ, ଆଜିକାଲି ପ୍ରଭୁ ମହାତ୍ମା ଗୋଟେ କଥା ପଚାରିବା କ'ଣ ନା, ଆମେ ଜାଣିଛୁ ଆପଣ ଜଣେ ମହାନ ସାଧୁ। ସାଧୁମାନେ ତ ସବୁ ସାଧୁ ତ ଗାଧେଇ ସାରିଲା ପରେ ସୂର୍ଯ୍ୟାଞ୍ଜଳି କରୁଛନ୍ତି, ଆଉ ଆପଣ ଗାଣ୍ଡି ଗଳା କରି ଉପରକୁ ପାଣି ବାହିଲେ ଆଡ଼ିପୁରକୁ। କହିଲେ ଆମ ଘରଟା ହେଉଛି ପଞ୍ଜାବର ତ, ହେଲେ ଆଉ ପଞ୍ଜାବର ପଞ୍ଜାବ ଆମ ଘର, ହେଲେ ପଞ୍ଜାବରେ ଏଥର ବର୍ଷା ପାଣି ହେଇନି, ମରୁଡ଼ି ହେଇଯାଇଛି। ଆଉ ଯଦି ମୁଁ କିଛି ପାଣି ଛାଟିଦେବି ଚାଲିଯାଏ, ଏଇ ଭାବରେ ଛାଟିଛି ଆଉ। କହିଲେ ଏଠୁ ପଞ୍ଜାବ କେତେ ବାଟ ହେବ ନା 500 କିଲୋମିଟର ହେବ। କହିଲା ଏତେ ବାଟ କ'ଣ ପାଣି ଚାଲିଯିବ? କହିଲା ହଁ ସେଟା ବି ଠିକ୍ କଥା। ଆଚ୍ଛା ଏଠୁ ପଞ୍ଜାବ ବେଶୀ ବାଟ ନା ସୂର୍ଯ୍ୟ ବେଶୀ ବାଟ? ନା ସୂର୍ଯ୍ୟଟା ବହୁତ ବାଟ। କହିଲା ଆଚ୍ଛା ଆମେ ଏଠି 5ଟା ମଟର ଏଠି ପକାଇଦେବା, 5ଟା ମଟର ପକାଇ ଦେଇକିରି ମୁଁ ଏଠୁ ପଞ୍ଜାବକୁ ପାଣି ଦେବି ଗଙ୍ଗାକୁ, ଯିବ ନା ଯିବନି? ନା ହଁ ଯିବ। ନା ସତ୍ୟ ତ? ନା ହଁ ଯିବ। ଯଦି ଯିବ ଏଇଠୁ କେତେଟା ମଟର ପକାଇଲେ ସୂର୍ଯ୍ୟଙ୍କ କତିକି ପାଣି ଯିବ କୁହନ୍ତୁ? ୟାର କଳନା ନାହିଁ। କହିଲେ ନା ଯାଇପାରିବନି, ଏତେ ପକାଇଲେ ଯଦି ଯାଇପାରିବନି ତମେ ମଞ୍ଜୁଳାର ପାଣି ଦେଉଛ ସେ କେମିତି ପାଇଗଲା? କହିଲେ ତାର ଗୋଟେ ଆକର୍ଷଣ ଶକ୍ତି ଅଛି, ସେ ପାଇଗଲା। ସେଠୁ ଇଏ କହିଲେ ଯାହାର ଆକର୍ଷଣ ଶକ୍ତି ଅଛି ସେ ତ ନେଇ ନେବ, ତମେ ଦେଉଛ କ'ଣ? ଏ ସାରା ସଂସାରର ଭୋଗ କରନେ ବାଲା, ତମେ ଭଗବାନଙ୍କୁ ଗୋଟେ ଭୋଗ ଲଗାଉଛ କ'ଣ? କାଠ କତର ପଥର କତର ସେ ଖଟ ପାଖର ନେଇକି ଆମେ ଭୋଗ ଦେଉଛେ। ଆରେ ପ୍ରଭୁ ଈଶ୍ୱର ତାଙ୍କର ସୃଷ୍ଟିର ତ ଆମେ ସମସ୍ତେ ବଞ୍ଚିଛନ୍ତି, ଆମକୁ ତ ସେ ଦେଉଛନ୍ତି। ଗଛ ପତ୍ର ଡାଳ ମାଧ୍ୟମରେ, ପରିବା ମାଧ୍ୟମରେ, ଖାଦ୍ୟ ମାଧ୍ୟମରେ ଆମକୁ ସେ ଦେଉଛନ୍ତି। ଆମେ ତାକୁ ଟିକେ ଚିନି ଟିକେ ଦେବା, ନବାତ ଟିକେ ଦେବା, ଖଟ କତର ଆଉ ଗୁଡ଼ ଟିକେ ପକାଇଦେବା। ୟାର ମାନେ କ'ଣ? ଅଜ୍ଞାନତା। ତେଣୁ ସେଠି ସେ ବୁଝିଲେ ଯେ ପ୍ରକୃତର ଜ୍ଞାନଟା କ'ଣ। ତେଣୁ ମଣିଷ ଏପର୍ଯ୍ୟନ୍ତ ବୁଝିପାରିଲାନି। ତେଣୁ ଯେପର୍ଯ୍ୟନ୍ତ ନିଜର ଗନ୍ତାଘର ଚାବି ନିଜ ପାଖରେ ସେ ବୁଝି ନାହିଁ, ନିଜର ଶକ୍ତିକୁ ସେ ଜାଣିନାହିଁ, ତାହେଲେ ସେପର୍ଯ୍ୟନ୍ତ ସେ ଭଗବାନଙ୍କୁ ମଧ୍ୟ ପାଇବା ଅସମ୍ଭବ। ତେଣୁ ଯେ ଆମେ ଏଇଥିପାଇଁ ଭାରତବର୍ଷର ସବୁ ନିରାଶ୍ରୟମାନଙ୍କୁ ତ ଆଶ୍ରମ ଆଶ୍ରୟ ଦେବା ସମ୍ଭବ ନୁହେଁ। ତେଣୁ ଆମେ ଯେତିକି ସମ୍ଭବ ପାରୁଛେ ଆମେ ଦେଇ ଚାଲିଛେ। ତେଣୁ ଏଠିକାର ଆଜି ଯେଉଁ ପିତାମାତାମାନେ ଅଛନ୍ତି, ଯେଉଁ ବାପା ମା ଅଛନ୍ତି, ତାଙ୍କର ମଧ୍ୟ ପରିବାର ଅଛି, ତାଙ୍କର ପୁଅ ଝିଅ ନାତି ନାତୁଣୀ ଅଛନ୍ତି। ଆଉ ସେମାନେ ତାଙ୍କଠାରୁ ଦୂରେଇକି ଆସିକି ଯେତେବେଳେ ଅଛନ୍ତି, ଆମେ ତାଙ୍କରି ପାଇଁ, ତାଙ୍କରି ନିରୋଗ ସୁସ୍ଥ ରହିବା ପାଇଁ ଆମେ ପ୍ରତ୍ୟେକ ଦିନ ତାକୁ ଏମିତି ଭାବରେ ଯୋଗ ଅଭ୍ୟାସ କରାହେଉଛି। ଆଉ ତାଙ୍କର ପାଇଁ ଯେଉଁ ଫଙ୍କସନ୍ ଟିକେ ହେଉଛି, ଲୋକମାନେ ଆସିବେ, 5 ଲୋକ ଆସିବେ, ତାଙ୍କ ସହିତ ମିଶିବେ, ବୁଲିବେ, ବସିବେ, ହସ ଖୁସି କରିବେ। ତାଙ୍କର ମାନସିକତା ଦୁଃଖରୁ